କଣ୍ଟାର ତାକୁ ମୁକୁଟରେ ପିନ୍ଧା ଗଲା। ହସ୍ତ ପାଦରେ ତାକୁ କଣ୍ଟା ମରା ହେଲା, 6 ଇଞ୍ଚ କଣ୍ଟା। କାରଣ ଆମ ପଟେ ମୁଁ ଛୋଟବେଳେ ମୁଁ ଦେଖିଅଛି ଯେ କୌଣସି ଗୋଟେ ଡେଲିଭରି ମା ଯଦି ମରିଯାଏ ଆମ ପଟେ କଣ୍ଟା ତାକୁ ମରାଯାଏ। ଏବେ ହଉଛି କି ନାହିଁ ମୁଁ ଜାଣିନି, କାହିଁକି କଣ୍ଟା କୋଉଠି ମରାଯାଏ? ତାର ଦୁଆର ବନ୍ଧ ମାନଙ୍କରେ, ତାର ଘର ଭିତରେ, କାରଣ ସେ ଯେପରି ଆଉ ଘରକୁ ଆସିପାରିବ ନାହିଁ, ସେ ଆତ୍ମା ଆଉ କୌଣସି ଉଠି ପାରିବ ନାହିଁ, ସେଥିପାଇଁ କଣ୍ଟା ମରା ଯାଉଥିଲା। ମୋର ପ୍ରିୟ ମାନେ, ଆଉ ଯୀଶୁ ଖ୍ରୀଷ୍ଟ ମଧ୍ୟ ସମସ୍ତେ ତାଙ୍କ ଜୀବନରେ କଣ୍ଟାର ମୁକୁଟ ହସ୍ତ ପାଦରେ ସହିତ କଣ୍ଟାର ଶକ୍ତି ପୁଣି ଆଉ ଉଠାଇ ପାରିବ ନାହିଁ। କିନ୍ତୁ ଯୀଶୁ ଖ୍ରୀଷ୍ଟ ପାଦ ହସ୍ତରେ କଣ୍ଟା ମାରି ମଧ୍ୟ କଣ୍ଟାର ମୁକୁଟ ପିନ୍ଧି ମଧ୍ୟ ଯୀଶୁ ଖ୍ରୀଷ୍ଟ ଯେ ସମସ୍ତ ଜଗତର ପରିତ୍ରାଣ ନିମନ୍ତେ ଯୋଉ କ୍ରୁଶରେ ଚଳିଲେ, ତାହା କେବଳ ବିଶ୍ୱାସୀ ମାନଙ୍କ ନିମନ୍ତେ ତାହା ଶକ୍ତି ଅଟେ। ବିଶ୍ୱାସୀ ମାନଙ୍କ ପାଇଁ ତାହା ପରିତ୍ରାଣର, ବିଶ୍ୱାସୀ ମାନଙ୍କ ପାଇଁ ତାହା ଶକ୍ତି ଅଟେ। ତେଣୁ ଆମେ କ୍ରୁଶର କଥା ଆମେ ଆଲୋଚନା କରିବା ଯେ କ୍ରୁଶ ଗୋଟେ ସାଧାରଣ ନଥିଲା, ତାହା ଗୋଟେ ମହତ୍ଵ, ଜୀବନର ମହତ୍ଵ ଥିଲା। କାରଣ ସେଟା ଗୋଟେ ବଳିଦାନ କ୍ରୁଶ, ପରିତ୍ରାଣର କ୍ରୁଶ, ଏବଂ ଯାହାକି ମୃତ୍ୟୁଠାରୁ ଅଧିକ ଶକ୍ତିମାନ ଥିଲା। ତେଣୁ ବିନାଶ ପ୍ରାପ୍ତ ହେଉଥିବା ଲୋକମାନଙ୍କ ମୂର୍ଖତା ହେଇପାରେ, କିନ୍ତୁ ମୋର ପ୍ରିୟ ମାନେ ଆମେ ପରିତ୍ରାଣ ପାଇଅଛୁ, ଆମ ମାନଙ୍କ ପାଇଁ ତାହା ଶକ୍ତି ଅଟେ। ସେଇ କ୍ରୁଶ ଦେଇ ଆଜି ଆମେ ଶକ୍ତିରେ ଆମେ ଚାଲିପାରୁଛୁ। ଜଗତରେ ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟରେ ସେ କ୍ରୁଶ ଚିନ୍ତା କଲେ, କାରଣ ଯୀଶୁ ଖ୍ରୀଷ୍ଟ ସମଗ୍ର ଜଗତ ଲୋକ ଯେତେ ଯୀଶୁଙ୍କ ପରି ପରି ଜଘନ୍ୟ କଷ୍ଟ ଯନ୍ତ୍ରଣା କେତେ ଖୋଜିଲେ ମଧ୍ୟ ପାଇ ହବ ନାହିଁ। କିନ୍ତୁ ତାଙ୍କ 39ଟା ପ୍ରହାରିତ ହେଇଯାଇଛି। କୌଣସି ଜାଗା ନଥିଲା ଏହିପରିକି ଆଘାତ ନ ପାଇ, ତାର ମାଂସ ଉପୁଥିଲା। ଏଣୁ ସେ କ୍ରୁଶ ସାଧାରଣ କ୍ରୁଶ ନଥିଲା, ପ୍ରତ୍ୟେକ ବିଶ୍ୱାସୀ ମାନଙ୍କ ପାଇଁ ତାହା ପରିତ୍ରାଣର ଶକ୍ତି ଥିଲା। ତେଣୁ ଏଥିରେ ସାଧୁ ପୌଲ କହନ୍ତି, ବିନାଶ ପ୍ରାପ୍ତ ହୋଇଥିବା ଲୋକମାନଙ୍କ ପାଇଁ ଏହା ମୂର୍ଖତା ମାତ୍ର। ଆଜି ଅନେକ ଜଗତରେ ବିନାଶ ହୋଇଛନ୍ତି, ସେମାନଙ୍କ ପାଇଁ ମୂର୍ଖତା। ଆଜି ସେ କ୍ରୁଶର କଥା ଜାଣିନାହାନ୍ତି, ଏଥିପାଇଁ ଆଜି ଏମାନେ ଶିକ୍ଷିତ କରୁଛନ୍ତି। କିନ୍ତୁ ମୋର ପ୍ରିୟ ମାନେ, ପ୍ରଭୁ ଆମକୁ ଅନୁଗ୍ରହ କରିଛନ୍ତି, ଦୟା କରିଛନ୍ତି। ସେ କ୍ରୁଶର କଥା ଆମେ ଜାଣିଛୁ, ଏଟା ଆମମାନଙ୍କ ପାଇଁ ପରିତ୍ରାଣ ଏବଂ ଶକ୍ତି ଅଟେ। ପ୍ରଥମ ଆମେ କ୍ରୁଶର କଥା ଆମେ এটা ଦେଖିଲୁ, କାରଣ ଏ କ୍ରୁଶ ଯୋଗୁ ଆମେ ବିନାଶ ପ୍ରାପ୍ତ ହୋଇଥିଲୁ। এই କ୍ରୁଶ ଆମେ ଈଶ୍ୱରଙ୍କର ବିଚ୍ଛେଦ ଥିଲୁ। ପ୍ରଭୁ ଆମମାନଙ୍କୁ এই କ୍ରୁଶ ଦ୍ୱାରା ଆମମାନଙ୍କୁ ମିଳିତ କରିଛନ୍ତି। ଏଣୁ କ୍ରୁଶ ହେଉଛନ୍ତି ଆମମାନଙ୍କ ପାଇଁ ଶକ୍ତି ଅଟେ। ଆସନ୍ତୁ ଆମେ ଆଉ ଗୋଟେ ପଢ଼ି ଆମେ ଜାଣିପାରିବା। ଆଉ Ephesians 2:16 ପଦ ଟିକେ ପଢ଼ନ୍ତୁ। Ephesians 2:16 ପଦ। ଆଉ କ୍ରୁଶ ଦ୍ୱାରା ଶତ୍ରୁତା ବିନାଶ କରି ତ ଦ୍ୱାରା ଉଭୟଙ୍କୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ ଏ ସ୍ଥାନରେ ଆମମାନେ ଆଦମ ଠାରୁ ଶତ୍ରୁତା ହେଇଗଲା ଏବଂ ଈଶ୍ୱରଙ୍କ ଠାରୁ ବିଚ୍ଛେଦ ମନୁଷ୍ୟ ହେଇଗଲା। କିନ୍ତୁ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୁନର୍ମିଳନ କରିବା ପାଇଁ, ମିଳିତ କରିବା ପାଇଁ, ଯୋଉ ବିଚ୍ଛେଦ ଥିଲା, ଯୋଉ ଶତ୍ରୁତା ଥିଲା, ତାହା ମିତ୍ରତା କରି ଆମକୁ ମିଳିତ କରିବା ପାଇଁ ଯେ କ୍ରୁଶ ଥିଲା। ଆଉ କ୍ରୁଶ ବିନା କୌଣସି ବ୍ୟକ୍ତି, କୌଣସି ମନୁଷ୍ୟ ମିଳିତ ହେବାର ସମ୍ଭବ ନଥିଲା। କାରଣ ଏଥିପାଇଁ ସେ କ୍ରୁଶରେ ରକ୍ତର ବଳିଦାନ ଅଛି, ସେ କ୍ରୁଶରେ ମିଳିତର ଶକ୍ତି ଅଛି। ଅନେକ ବାଇବେଲ ଲେଖାଛି, ହେରୋଦ ପିଲାତ ଦୀର୍ଘ ସମୟ ଶତ୍ରୁତା ଥିଲା। ସେଇ କ୍ରୁଶ ଦିନ, କାଲବରୀ କ୍ରୁଶର ଦିନ ଆପଣ ପଢିବେ, ମାର୍କ, ଲୁକ, ଜହନ ସବୁ ଅଛି। ଯଦି ଆପଣ ଜାଣିବେ ସେମାନେ ମିଳିତ, ସେମାନେ ଶତ୍ରୁତା ଥିବା ସମୟରେ ସେଇ କ୍ରୁଶର ଦିନ, ପ୍ରଭୁ ଯୋଉ ଦିନ କ୍ରୁଶାନ୍ୱିତ ହେଉଛନ୍ତି, ସେଇଦିନ ସେମାନେ ମିଳିତ ହଉଛନ୍ତି। ବଡ ଶତ୍ରୁତା ଥିଲା ହେରୋଦ ଏବଂ ପିଲାତ। ତେଣୁ ମୋର ପ୍ରିୟ ମାନେ, ହେରୋଦ ରାଜା ଏବଂ ବିଚାରକର୍ତ୍ତା ପିଲାତ ଏମାନେ ଶତ୍ରୁତା ଥିଲେ। କିନ୍ତୁ ମୋର ପ୍ରିୟ ମାନେ, ସେଦିନ କାଲବରୀ କ୍ରୁଶ ଟଙ୍ଗା ଯାଇକି ପ୍ରଭୁ ସେଇଦିନ ସେମାନେ
ଶତ୍ରୁତାରେ ମିଳିତ ହଉଛନ୍ତି। ପ୍ରାକ୍ଟିକାଲ ଆଜି ବି ଏଉଁମାନେ ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି, ବିଶ୍ୱାସ କରୁଛନ୍ତି, ସେମାନେ ବହୁତ ଦୂରରେ ଥିଲେ, ମିଳିତ ନାହିଁ, ବହୁତ ଦୂର ଶତ୍ରୁତା ଥିଲା, କିନ୍ତୁ ସେମାନେ ମିଳିତ ହଉଛନ୍ତି। ଆଜି ଆମେ ଦେଖିପାରୁଛୁ ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶତ୍ରୁତା ଲୋକମାନେ, ଅନେକ ଖ୍ରୀଷ୍ଟିଆନ ଲୋକମାନେ ଶତ୍ରୁତା ଲୋକମାନେ ଆଜି ବାକ୍ୟ ବିଶ୍ୱାସ ଦ୍ଵାରା ସେମାନେ ଆଜି ମିଳିତ ହଉଛନ୍ତି। ଏହା ହଉଛି କ୍ରୁଶର କଥା ଥିଲା। ତେଣୁ ଆସନ୍ତୁ ଅନେକ ମୁକା ଦୁଇ ପଏଣ୍ଟ ଆମେ କହିବି, ଅଧିକ କହିବେ ନାହିଁ। ତାପରେ ନମ୍ବର 2 କୁ ଆମେ ଯିବା। ଏହା ହଉଛି ଆଉ ପରିତ୍ରାଣ କ୍ରୁଶର କଥା। ଆଉ ଦ୍ୱିତୀୟ କ୍ରୁଶ ଥିଲା ଅନୁତାପକରଣ କ୍ରୁଶ ଥିଲା। ଦ୍ୱିତୀୟ କ୍ରୁଶ ଥିଲା ଅନୁତାପକରଣର କ୍ରୁଶ, ଯାହାକି ତା କ୍ରୋଶ ପରିତ୍ରାଣ ମନ ପରିବର୍ତ୍ତନର କ୍ରୁଶ ଥିଲା। କେମିତି ମନ ପରିବର୍ତ୍ତନ ଅନୁତାପକରଣ କ୍ରୁଶ ଥିଲା ତାହା ଆସନ୍ତୁ ଆମେ ପଢିବା। ଲୁକ ତାର 23:49 ପଦ ଆମେ ପଢିବା। ଲୁକ 23:49 ପଦ। ଆଉ କ୍ରୁଶରେ ଚଳାଯାଇଥିବା ଦୁଷ୍କର୍ମକାରୀ ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଣ ଖ୍ରୀଷ୍ଟ ନୁହଁ? ନିଜକୁ ଓ ଆମମାନଙ୍କୁ ରକ୍ଷା କର। ପଢନ୍ତୁ ଆଉ ଗୋଟେ 23 ପଢିଲ, ତାପରେ 43 ପଦ ପଢନ୍ତୁ। ସେଥିରେ ସେ ତାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି, ଆଜି ତୁମେ ମୋହର ସହିତ ଭାରତବର୍ଷରେ ଉପସ୍ଥିତ ହେବ। ମୋର ପ୍ରିୟ ମାନେ ଏଇଟା ଆମେ ଦେଖୁ କ୍ରୁଶ ଅନୁତାପର କ୍ରୁଶ ଆମେ ଦେଖିବା। ମାନେ ଅନୁତାପ କରଣ କ୍ରୁଶ। ଏଇ ଦୁଇ ଜଣ କ୍ରୁଶାନ୍ତିତ ହେଇଛନ୍ତି। ଆଉ ଦୁଷ୍କର୍ମ ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ କିପରି ଅନୁତାପ କରୁଛନ୍ତି, ଜଣେ କିପରି ସେ ଜାଣୁଛି, ଜଣେ କିପରି ନିଜକୁ ଅନୁତପ୍ତ ହଉଛନ୍ତି। କାରଣ ଆମେ ଯେତେବେଳେ ପଢିଲୁ ଏଇ ପଦ ଯେ ଯୀଶୁ କେମିତି ସେ ତାକୁ କହୁଛନ୍ତି, ଆମେ ସେଇ ଶେଷ ପଦ ଆମେ ଯେତେବେଳେ ପଢିଲୁ ଆମେ ଏ ସ୍ଥାନ ଆମେ ଦେଖିପାରୁଛୁ 43 ପଦରେ କାହାକୁ ଏ କଥା କହିଲେ ଯେ ସେଥିରେ ସେ କାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଛି ଆଜି ତୁମେ ମୋହ ସହିତ ପାରାଦୀସରେ ଉପସ୍ଥିତ ହେବ। ଏ ଦୁଷ୍କର୍ମ ବ୍ୟକ୍ତି ଅନେକ ସେ ପାପ କରିଛି, ଅନେକ ତାଙ୍କ ଜୀବନରେ ହତ୍ୟା କରିଛି, ଅନେକ ନରଘାତକ ଦୁଷ୍ଟ ଚୋର ଡକାୟତ ଥିଲା। এই ବ୍ୟକ୍ତିଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କେମିତି ଆଜି ତମେ ମୋ ସହିତ ପାରାଦୀସରେ ଉପସ୍ଥିତ ହବ ବୋଲି କହୁଛନ୍ତି। ଏହା ହଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। କାରଣ ଏହି ସ୍ଥାନରେ ସେ ବ୍ୟକ୍ତି ଯେ ଅନୁତାପ କରୁଛନ୍ତି, ଡାହାଣ ପଟ ବ୍ୟକ୍ତି ଅନୁତାପ କରୁଛନ୍ତି। କଣ କଣ ଅନୁତାପ କରୁଛନ୍ତି ତାର ନିହାତି 6ଟା ପଏଣ୍ଟ ଅଛି ତାଙ୍କ ଜୀବନରେ। ସେ ପ୍ରଥମେ ଈଶ୍ୱରଙ୍କୁ ସେ ସମ୍ମାନ ଦେଉଛନ୍ତି, ଆଉ ଈଶ୍ୱର ସେ କ୍ରୁଶ ଉପରେ ସେ ଈଶ୍ୱରଙ୍କୁ ଭୟ କରୁଛନ୍ତି। ଆମେ ଦେଖିପାରୁଛୁ ସେ ନିଜର ଦୋଷ ସେ ଜାଣି ସ୍ୱୀକାର କରୁଛି। ଆଉ ଦ୍ୱିତୀୟରେ ସେ ଈଶ୍ୱରଙ୍କୁ ଭୟ କରୁଛି। ତୃତୀୟରେ ସେ ନିଜର ଭୁଲକୁ ସେ ସ୍ୱୀକାର କରୁଛି। ଆଉ ଚତୁର୍ଥରେ ଯୀଶୁ ଯେ ଧାର୍ମିକ ବୋଲି ସେ ତାହା ଜାଣିପାରୁଛି। ଆଉ ପଞ୍ଚମରେ ସେ ଯୀଶୁଙ୍କ ରାଜ୍ୟ ଗୋଟେ ଅଛି ବୋଲି ସେ ଜାଣିପାରୁଛି। ତେଣୁ ସେ ଯୀଶୁଙ୍କୁ ତାରେ ଶରଣ ନେଉଅଛି। ଏଇ 5ଟା ବିଷୟ ଦେଇ ଆଜି ସେ ବ୍ୟକ୍ତି ଦୁଷ୍କର୍ମ ଥିଲେ ମଧ୍ୟ, ପାପୀ ଥିଲେ ମଧ୍ୟ, ନରଘାତକ ଥିଲେ ମଧ୍ୟ ସେ ଅନୁତାପ କରି ସେ ସାଲଭେସନ ପରିତ୍ରାଣ ପାଇଁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଛନ୍ତି। କାହିଁକି ତାହା ଥିଲା ଦ କ୍ରସ୍ ଅଫ ରିପେଣ୍ଟାନ୍ସ। କ୍ରୁଶ ଉପରେ ତାଙ୍କର ଅନୁତାପ ଥିଲା। କଣ କଣ ଆମେ ଯଦି ଆରମ୍ଭ କରିବା ପାଇବା, ସେ 40 ପଦ ଲେଖାଇଛି। ଅତି ସୁନ୍ଦର ବାକ୍ୟ ଲେଖାଇଛି ସେ 40 ପଦରେ ଆମେ ଦେଖିପାରୁଛୁ। କିନ୍ତୁ ଅନ୍ୟ ଜଣକ ତାହାଙ୍କୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଅଛୁ, ତୁ ଈଶ୍ୱରଙ୍କୁ କଣ ଭୟ ମଧ୍ୟ କରୁନାହୁଁ? କିନ୍ତୁ ଏଇ ଆମେ ଦେଖିପାରୁ ଯେତେବେଳେ ଜଣେ ପ୍ରଭୁ ନିଜକୁ ଆମକୁ ରକ୍ଷା କରି ଯେତେବେଳେ କହୁଛନ୍ତି, ଏଇ ସମୟରେ ଆଉ ଜଣେ ଡାହାଣ ପଟ ବ୍ୟକ୍ତି
ହଜାର ହଜାର ଲୋକମାନଙ୍କ ସମ୍ମୁଖରେ କ୍ରୁଶ ଉପରେ ଏଇ କଥା କହୁଛନ୍ତି। କଣ କହୁଛନ୍ତି ଆମେ ଦେଖିପାରୁଛୁ ଏଇ ସମୟ ଅତି ଗୁରୁତ୍ୱପୂର୍ଣ୍ଣ 40 ପଦ। ଆଉ ଦେଖନ୍ତୁ ସେଇ କେତେ ତାକୁ ଧମକ ଦେଇ ବି କହୁଛନ୍ତି, କାଲି ଧୀରେ କହୁନାହାନ୍ତି, ଧମକ ଚମକ ଦେଇ କହୁଛନ୍ତି ତୁ ସମାନ ଦଣ୍ଡ ତ ପାଉଛୁ, ଆଉ ଆମେ ତ ସମାନ ଦଣ୍ଡ ପାଉଛୁ, ଆଉ ତୁମେ ଟିକେ ବି ଈଶ୍ୱରଙ୍କୁ ଭୟ କରୁନାହ। ତାପରେ ଆମେ ତାଙ୍କ ହୃଦୟରେ ଆମେ ଦେଖିପାରୁଛୁ, ମୁଖରେ ପ୍ରକାଶ କରିବା ଦ୍ୱାରା ଆମେ ଜାଣୁଛୁ ସେ ଆମେ ସମାନ ଦଣ୍ଡ ପାଉଛୁ ଏବଂ ପରମେଶ୍ୱର ହଉଛନ୍ତି ଭୟଙ୍କର ପରମେଶ୍ୱର, ଆମେ ଭୟ କରିବା ଦରକାର। ଏହା ମଧ୍ୟ ସେ କହିଛନ୍ତି ଈଶ୍ୱରଙ୍କୁ ସେ ସମସ୍ତେ ଭୟ କରୁଛି। ଆଉ ସେ କହୁଛନ୍ତି ସେ ନ୍ୟାୟରେ ଦଣ୍ଡ ଭୋଗୁଅଛି, ଏହା ବି ସେ ଜାଣି ଈଶ୍ୱର ନ୍ୟାୟବାନ ଅଟନ୍ତି, ସେ ଧାର୍ମିକ ଅଟନ୍ତି, ତାହା ମଧ୍ୟ ସେ କହୁଛନ୍ତି। ତେଣୁ ମୋର ପ୍ରିୟ ମାନେ ଏଇ ତିନିଟା ବିଷୟ, ଆଉ କିନ୍ତୁ ଏଇ ବ୍ୟକ୍ତି କୌଣସି ଦୋଷ କରୁନାହିଁ, ଈଶ୍ୱର ଜଣେ ଧାର୍ମିକ ବ୍ୟକ୍ତି ବୋଲି ତାହା ସେ ତାହା ପକାଉଛନ୍ତି। ତେଣୁ ମୋର ପ୍ରିୟ ମାନେ ଏଣୁ ସେ ନିଜକୁ ମଧ୍ୟ ପ୍ରଭୁଙ୍କ ନିକଟରେ ଶରଣ ନେଉଛନ୍ତି, କାରଣ ଈଶ୍ୱରଙ୍କ ରାଜ୍ୟ ଅଛି। ତେଣୁ ସେ ଶରଣ ନେଉଛନ୍ତି କଣ ବୋଲି ଆମେ ତାହା ବୟସ ମଧ୍ୟ ଲେଖିପାରୁଛୁ। ସେ କଣ ଶୁଣନ୍ତି, ହେ ଯୀଶୁ ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ, ସେ ନିଜକୁ ସମର୍ପିତ କରୁଛନ୍ତି। ମୋର ପ୍ରିୟ ମାନେ ଆମେ ଦେଖିପାରୁଛୁ ଜଣେ ଖ୍ରୀଷ୍ଟ ବ୍ୟକ୍ତିରେ ମଧ୍ୟ ନରଘାତକ ତାଙ୍କ ହୃଦୟ ଗୋଟେ ଥିଲା ସରଳ ହୃଦୟ, ତାଙ୍କ ହୃଦୟ ଈଶ୍ୱରଙ୍କ ଭୟ ହୃଦୟ ଆସିଲା, ତାଙ୍କ ହୃଦୟ ଈଶ୍ୱର ଧାର୍ମିକ ବୋଲି ହୃଦୟ ଆସିଲା। ଏଇ ଅନୁତାପ କରଣ ଯୋଗୁ ଆଜି ପ୍ରଭୁ ତାକୁ ଆହ୍ୱାନ କରୁଛନ୍ତି, ଆଜି ତୁମେ ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ଏଣୁ ଆମେ ଦେଖିପାରୁଛୁ ଏଇ ସମୟରେ ରିପେଣ୍ଟାନ୍ସ, ଏଇ ସମୟରେ କ୍ରୋସ୍ ଅଫ ଦ ରିପେଣ୍ଟାନ୍ସ, ଅନୁତାପ କରଣ, କ୍ରୋସ୍ ଅଫ ଦ ମୂଲ୍ୟ, କାରଣ ଯେଉଁମାନେ ପରିତ୍ରାଣ ପାଆନ୍ତି ସେମାନଙ୍କ ପାଇଁ ଏହା ଶକ୍ତି ଅଟେ। ତେଣୁ ଆମେ ଏଇ ସମୟରେ ଦେଖିପାରୁଛୁ ଏଇ ବ୍ୟକ୍ତି ପ୍ରଭୁ ଆହ୍ୱାନ କରୁଛନ୍ତି, ଆଜି ମୋ ସହିତ ପାରାଦୀସରେ ଉପସ୍ଥିତ ହେବ। ମୋର ପ୍ରିୟ ଭାଇ ଭଉଣୀ ମାନେ ଏହା ଥିଲା କ୍ରୋଶର ଦ୍ୱିତୀୟ ରିପେଣ୍ଟାନ୍ସ କ୍ରୋଶ, ମାନେ ଅନୁତାପ କରଣ କ୍ରୋଶ ଥିଲା। ପ୍ରଥମ ଆମେ ଦେଖିଲି ପରିତ୍ରାଣର କ୍ରୋଶ। ଏଣୁ ତୃତୀୟ ଆମେ ଦେଖିବା କ୍ରୋସ୍ ଅଫ କଣ୍ଡମିନେସନ, ତାର ଅର୍ଥ ଦଣ୍ଡର କ୍ରୋଶ ଆମେ ଦେଖିବା। ଆଉ କ୍ରୋଶ ଉପରେ ଦଣ୍ଡ ବି ଅଛି, କାହିଁକି କ୍ରୋଶ ଉପରେ ପ୍ରଭୁ ବିଚାର କରୁଛନ୍ତି, ସମସ୍ତ ପ୍ରଭୁ ବିଚାର କରୁଛନ୍ତି କ୍ରୋଶ ଉପରେ। ଆଉ ଆସନ୍ତୁ ଆମେ ତାହା ପଢିବା, ସେଇ ଲୁକ ଆମେ 23-39 ପଦ ପଢିବା। ସେଇ ଲୁକ 23-39 ପଦ ପଢି ଆମେ ଜାଣିବା। 39 ପଦ ପଢନ୍ତୁ। ଆଉ କୃଷରେ ଧରାଯାଇଥିବା ଦୁଷ୍କର୍ମକାରୀ ମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଣ ଖ୍ରୀଷ୍ଟ ନହୁ, ନିଜକୁ ଆମ ମାନଙ୍କୁ ରକ୍ଷା କର। ଯୋଉ ପ୍ରକାର ତା ପାଇଁ ଗୋଟେ ଦଣ୍ଡ କ୍ରୋଶ ଅଛି, କାରଣ ସେ ଯେତେବେଳେ ସେ କହୁଛନ୍ତି ଯେ କ୍ରୁଶ ଉପରେ ଆଉ ଜଣେ ବ୍ୟକ୍ତି ତାଙ୍କ ଜୀବନରେ କହିବାଟା ଶୈଳୀ, ଉଚ୍ଚାରଣ ଆଚରଣ ବହୁତ ଭିନ୍ନତା ରହିଛି। ସେ କଣ କହୁଛନ୍ତି, ଆଉ କ୍ରୁଶରେ ଚଳାଇଥିବା ଦୁଷ୍କର୍ମ ମାନଙ୍କ ମଧ୍ୟରୁ ଜଣେ ତାହାକୁ ନିନ୍ଦା କରି କହିବାକୁ ଲାଗିଲା। ସେ ବ୍ୟକ୍ତି ପ୍ରଭୁଙ୍କୁ ନିନ୍ଦା କରୁଛି, କାହିଁକି ତା ପାଇଁ ମୂର୍ଖତା। ପ୍ରଭୁ ଯୀଶୁ କଣ ପାଇଁ କ୍ରୁଶାଚିତ ହେଇଛନ୍ତି ସେ ଜାଣିପାରୁନାହାନ୍ତି ଏବଂ ନିନ୍ଦା କରୁଛନ୍ତି, ଏବଂ କେବଳ ଜଗତ ନିମନ୍ତେ ସେ ଚିନ୍ତା କରୁଛନ୍ତି। ଯଦି ତମେ ଖ୍ରୀଷ୍ଟ ତାହେଲେ ଆଉ ନିଜକୁ ଏବଂ ଆମମାନଙ୍କୁ ରକ୍ଷା କର। ମୋର ପ୍ରିୟ ମାନେ ସେ କେବଳ ଜଗତ ନିମନ୍ତେ ସେ ଯୀଶୁଙ୍କୁ କହୁଛନ୍ତି, ତାପରେ ଏମିତି କଥା କହୁଛନ୍ତି, ନିନ୍ଦା କରୁଛନ୍ତି, ତୁ ଖ୍ରୀଷ୍ଟ ନୁହଁ, ତୁ ଏତେ କାର୍ଯ୍ୟ କରୁଛୁ, କଣ ଆମକୁ ନିଜକୁ ରକ୍ଷା କର। କାରଣ ଈଶ୍ୱର ମୂଲ୍ୟ ସେ ଜାଣିନଥିଲା। ସେକେଣ୍ଡ ବ୍ୟକ୍ତିଙ୍କ ଦେଖିପାରୁଛୁ ସେ ଖ୍ରୀଷ୍ଟର ମୂଲ୍ୟ ଜାଣୁଛି, କାରଣ ସେ ଆମେ କିଛି ଆମେ ତ ଦଣ୍ଡ ପାଇଁ, କିନ୍ତୁ କିଛି ଦଣ୍ଡ ତା ପାଇଁ କୌଣସି ଦଣ୍ଡ ଦୋଷ ନାହିଁ। ଏଣୁ ସେ ନ୍ୟାୟରେ କୃତାର୍ଥିତ ହେଉଛନ୍ତି, ତାର ମାନେ ସମଗ୍ର ଜଗତ ନିମନ୍ତେ ମୋ ପାଇଁ
प्रभु यीशु ख्रीष्ट क्रूसाचित होउछन्ति ताहा अन्य जने जानुछन्ति किंतु एही व्यक्ति ईश्वर को निंदा करछन्ति अपमान करछन्ति एवं से अनेक गर्व सहित से कहते निजे को हमको रक्षा कर तू ख्रीष्ट ना हो मोर प्रिय माने एथिपाई ताहांको पाई कौन अच्छी क्रूसर दंड विचार अच्छी कारण क्रोश कनामी कारण दंडर क्रूस अच्छी आज भी लोक मैंने जो मैंने क्रूस को अवमानना करती आज जो क्रूस को तुच्छ करती से दंड रही अच्छी तेणु मोर प्रिय माने जो आप पढ़े रोमियो 2:4 पद के पढ़ले आप जानवे रोमियो 2:4 पद किंबा ईश्वरंकर कृपा जे तुम मन को मन परिवर्तन आड़ को घिनी जावाक चेष्टा करे यह न जाने तुम्हें सी ताहांकर उत्तमता धैर्य और चिर सहिष्णुता रूप धन सब तुच्छ करुअछ आ गोटे पढ़ु रोमियो 3:25 पद भी पढ़ु ईश्वर आपना संस्कृत पूर्वकृत पाप सब अपेक्षा करुवा निज धार्मिकता प्रकाश करने निमंते ताहांको एवं ताहांको रक्तर विश्वास द्वारा प्रायश्चित बलि रूपे प्रदर्शन कर मोर प्रिय माने आम देखी पार्छु क्रोश कनामी जो मैंने क्रूस को तुच्छीकृत करती जानती नहीं से मानक दंड अच्छी विनाश अच्छी आम रोमियो 2:4 आम पढ़िलु प्रांज लेखाई थी कि ईश्वर को कृपा जे तुमको मन परिवर्तन आड़ को घेली जावाक चेष्टा करे यह न जानी तुम्हें कि ताहांकर कृपा धैर्य और चिर सहिष्णुता रूप धन सब तुच्छ करुअछि तेणु मोर प्रिय मैंने स्थान आम देखी पार्छु जो मैंने जो ईश्वर हमको दयारे कृपारे आम को निमंते से क्रूसापित होती आमको उद्धार करने निमंते आमको एणु जब आम मन परिवर्तन आड़ को घेनी जावाक आम चेष्टा न करी यह न जानी जब आम ताहांकर कृपा धैर्य चिरस्मृता रूप धन सब आमको तुच्छ करुअछु ए क्रूसर कथा न जानिले आम कहीं क्रूसापित होती अनेक लोग आज भी कहते दुर्बल थी जो क्रूसापित होती से निजको एते करुला से निजको पारा ना एपाई मरी नुहे ना दोष नथिले केमती से मरी था पाप करती प्रभुंर पाप लेस मात्र ना यह हूँ दंड पाई लोक मैंने ईश्वर कृपा को तुच्छीकृत कर लोक मैंने आज विनाश होती तेणु क्रूसर दंड से अच्छी तेणु मोर प्रिय मैंने जिते आम से 3:25 आम पढ़ुचु से रोमियो 3:25 से प्रांज भाव लेखाई थी ईश्वर अपना सहिष्णुतारे पूर्वकृत पाप सब उपेक्षा कर निज धार्मिकता प्रकाश करने निमंते ताहांको रक्त विश्वास द्वारा प्रायश्चित बलि रूपे प्रदर्शन कर पूर्वकृत पाप ए समस्त पाप से आमान को निमंते से प्रदर्शन करने निमंते जे कालवर क्रूस हटाइवाक पड़ता ताहा जो माने आज विश्वास करना तुच्छीकृत कर क्रूसर दंड अच्छे तेणु प्रभु यीशु ख्रीष्ट साधारण भाव क्रूसापित होना कारण आमको उद्धार करने निमंते क्रूसर जो मैंने विश्वास शक्तियुक्त प्रभु आम को क्रूसापित होती आम जानी अच्छु तेना आसत आम जो मैंने जानती ना से कृपा दया से ना दंड दंडित हे आसत आम नंबर 4 आम शेष पढ़ा जे आत्मसमर्पण क्रूस आत्मसमर्पण क्रूस द क्रॉस ऑफ सबमिशन द क्रॉस ऑफ सबमिशन आत्मसमर्पण क्रूस आज आम देखा पाऊँ आ प्रभु आपण निमंते मो निमंते से संपूर्ण
ଆତ୍ମସମର୍ପଣ କଲେ। ପ୍ରଭୁ ନିକଟରେ ସେ ସମର୍ପିତ କଲେ। ଯେତେବେଳେ ସେ ପ୍ରାର୍ଥନା କରିଲେ, ପ୍ରଭୁ ଯଦି ତୁମର ଇଚ୍ଛା ଏହି ପାନ ପାତ୍ରକୁ କାଢ଼, ଏହା ମୋର ଇଚ୍ଛା ନାହିଁ ତୁମର ଇଚ୍ଛା, ମାନେ ପିତାଙ୍କ ଇଚ୍ଛା ଅନୁସାରେ ସେ ନିଜକୁ ଆତ୍ମସମର୍ପଣ କଲେ। ଅନେକ ଆମେ କ୍ରୁଶ ବିଷୟ ଆମେ ପାଇଅଛୁ, ପ୍ରଭୁ ନିଜକୁ ସମର୍ପିତ କରିଛନ୍ତି। ସମ୍ପୂର୍ଣ୍ଣ କ୍ରୁଶ ମୃତ୍ୟୁ ପର୍ଯ୍ୟନ୍ତ ନିଜକୁ ସେ ନତମସ୍ତକ କଲେ, ନିଜକୁ ସେ ସମର୍ପିତ କଲେ। ଏହା ଲେଖା ହେଇଛି, କାରଣ ସେ ଈଶ୍ୱର ରୂପୀ ହେଲେ ହିଁ ସେ ମନୁଷ୍ୟ ରୂପୀ ହେଲେ, ଆଉ ମନୁଷ୍ୟରୁ ଦାସ ହେଲେ, ଦାସରୁ ସେ ନିଜକୁ ମୃତ୍ୟୁ ପର୍ଯ୍ୟନ୍ତ ନମ୍ର ହେଲେ। ଏତେ ପ୍ରଭୁ ନିଜକୁ ସମର୍ପଣ କରିଛନ୍ତି। ଏଥିପାଇଁ ତାହାଙ୍କ ନାମ ଆଜି ସାରା ପୃଥିବୀରେ ନାମ ଉଚ୍ଚୀକୃତ ହଉଛି। ଆତ୍ମସମର୍ପଣ ଜୀବନ ଗୋଟେ ବଡ ବିଷୟ ଥାଏ। ମୋର ପ୍ରିୟ ମାନେ, ସେଟା ସମସ୍ତେ ଜାଣିଥିବେ। ଫିଲିପିୟ ତାହା 2 ଅଧ୍ୟାୟ ମଧ୍ୟ ଲେଖା ହେଇଛି, ସେ କିପରି ନିଜକୁ ଈଶ୍ୱର ରୂପୀ ହେଲେ, ମନୁଷ୍ୟ ହେଲେ, ମନୁଷ୍ୟରୁ ସେ ଦାସ ହେଲେ, ଦାସରୁ ସେ ନିଜକୁ ମୃତ୍ୟୁ ପର୍ଯ୍ୟନ୍ତ ସେ ନିଜକୁ ନମ୍ର ହେଲେ। ଏହା ହଉଛି ଆତ୍ମସମର୍ପଣର ଶକ୍ତି। ତେଣୁ ମୋର ପ୍ରିୟ ମାନେ, ଆସନ୍ତୁ ଆମେ ଗୋଟେ ପଦ ପଢିଲେ, ଆଜି ଆମମାନଙ୍କ ସମସ୍ତ ଗତିବିଧି ପ୍ରଭୁଙ୍କ ନିକଟରେ ସମର୍ପଣ କରିବା। ପ୍ରଭୁ ଆମମାନଙ୍କୁ କେବେ ଲଜ୍ଜିତ ହେବାକୁ ଦେବେନି, ସେ ଆମକୁ ଅନୁଗ୍ରହ ଆଶୀର୍ବାଦ କରିବେ। ତେଣୁ ଗୀତ ସଂହିତା 37 ତାର 5 ପଦ ପଢନ୍ତୁ। ତେଣୁ ପ୍ରଭୁ ସବୁ ଗତିରେ ଆମକୁ ସମର୍ପଣ କରିବାକୁ ସେ ଚାହାନ୍ତି। ଗୀତ ସଂହିତା 37 ବା 37 5 ପଦ। ସଦାପ୍ରଭୁଙ୍କ ଠାରେ ତୁମର ଗତି ସମର୍ପଣ କର, ମଧ୍ୟ ତାହାଙ୍କ ଠାରେ ନିର୍ଭର ନକ, ତହିଁରେ ସେ ତାହା ସଫଳ କରିବେ। ଦେଖ ମୋର ପ୍ରିୟ ମାନେ, ଆଜି ଆମେ ସେଇ ସାଲଭେସନ ପାଇଛୁ, ଆମେ କୃଷର ଶକ୍ତି ପାଇଅଛୁ, ଆମେ ଅନୁତାପ କଣ କରିଅଛୁ ଏବଂ ଆମେ ଦଣ୍ଡରୁ ମୁକ୍ତ ପାଇଛୁ। ଏହା ସହିତ ଆଜି ଆମମାନଙ୍କ ଜୀବନରେ କଣ କରିବାକୁ ହବ? ନିଜକୁ ଆତ୍ମସମର୍ପଣ କରିବାକୁ ହବ। କାରଣ ପ୍ରଭୁ ନିଜର ସମସ୍ତ ଗତିବିଧି ସମସ୍ତ ଯେତେବେଳେ ଆମେ ସମର୍ପଣ କରିବା, ମନ ପ୍ରାଣ ଶରୀର, ସେତେବେଳେ ପ୍ରଭୁ ଆଜି ଆମମାନଙ୍କୁ ସମସ୍ତ ବିଷୟରେ ସଫଳ କରିବେ। ମୋର ପ୍ରିୟ ମାନେ, ବିଫଳତାର କାରଣ କଣ? ଆମେ କେତେବେଳେ ଆମେ ସମ୍ପୂର୍ଣ୍ଣ ନିଜକୁ ଆମେ ସମର୍ପିତ ଜୀବନ କରିପାରୁନୁ। ମାନେ କୋ ଜାଗାରେ ଆମେ ବସୁଛୁ, ଆଉ ଯେତେବେଳେ ଆମେ ମୋର ବାକ୍ୟ ଶୁଣୁଛୁ, ଯେତେବେଳେ ଆମେ କୋଉ ଚିନ୍ତା କରୁଛୁ, ଅଧା ବାକ୍ୟ ଶୁଣିଥାଉ। ଯେତେବେଳେ ଆମେ ୱାର୍ସିପ୍ କରିଥାଉ, ଇଆଡେ କୋଉ ମନ ଦେଇଛୁ, ଆମେ ଇଆଡେ ଗୀତ ଗାଇଥାଉ। ଏବଂ ଶରୀର ବସିଥିବ, ପାଟି ଆମକୁ ମେଲା ହେଇଥିବ, ସ୍ୱର ଆସୁଥିବ, ହୃଦୟ ଗୋଟେ ଅଲଗା ଥିବ। ଆତ୍ମସମର୍ପଣ ଅର୍ଥ ସମ୍ପୂର୍ଣ୍ଣ ଡେଡିକେଟ୍, ପ୍ରଭୁଙ୍କର ଆତ୍ମାରେ ଶକ୍ତିରେ ନିଜକୁ ପ୍ରଶଂସା କରିବା, ଗୌରବ ଦେବା, ସମର୍ପିତ ହେବା। ଏହା ହଉଛି ଆତ୍ମସମର୍ପଣ। ତେଣୁ ଆମେ ଏହି ସ୍ଥାନରେ ଦେଖିପାରୁଛୁ, ସେ 5 ବର୍ଷ ପାଇଁ ଗୀତ ସଂହିତା 37:5 ଲେଖାଯାଏ, ଆଉ ସଦାପ୍ରଭୁଙ୍କ ଠାରେ ତୁମର ଗତି ସମର୍ପଣ କର। ଆମର ଗତିବିଧି ସମସ୍ତ, ତାର ଅର୍ଥ ମନ ପ୍ରାଣ ଶରୀର, এই ସମସ୍ତ ଗତିବିଧିକୁ ପ୍ରଭୁଙ୍କ ଠାରେ ଆମେ ସମର୍ପଣ କରିବା। ମଧ୍ୟ ତାହାଙ୍କ ଠାରେ ନିର୍ଭର ରଖ। ଦେଖ, ପ୍ରଥମେ ନିଜକୁ ଯେତେବେଳେ ଆମେ ସମର୍ପିତ ହଉଛୁ, ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଆମେ ନିର୍ଭର କରିବା, ଭରସାରେ ଆମେ ରହିବା। ଏହା ହଉଛି ଆତ୍ମସମର୍ପଣ। ତହିଁରେ ସେ ତାହା ସଫଳ କରିବେ। ଆଜି ଆମମାନଙ୍କ ଜୀବନରେ ବିଫଳତାର କାରଣ ହଉଛି ଏହା। କାରଣ ଆମେ ଆତ୍ମସମର୍ପଣ, ନିଜକୁ ଆମେ ଗତିବିଧି ସମର୍ପଣ କରା, ଆମେ ନିଜେ ନିଜେ ଆମେ କାର୍ଯ୍ୟ କରିଥାଉ, ନିଜର ଚିନ୍ତାରେ ଆମେ କାର୍ଯ୍ୟ କରିଥାଉ। ସଦାବେଳେ ବାକ୍ୟକୁ ଅନ୍ୱେଷଣ କରିବା, ବାକ୍ୟରେ କଣ ଲେଖା ହେଇଛି ସେ ଅନୁସାରେ ଆମେ ଯଦି ଚାଲିବା, ଏ ସମସ୍ତ ବିଷୟ ଆମେ ସଫଳ ହେବା। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସବୁ ସଫଳ କରିଛନ୍ତି। ସେ ଆମମାନଙ୍କ ନିମନ୍ତେ ନିଜକୁ ସମର୍ପିତ କରିଛନ୍ତି, ଆମମାନଙ୍କ ନିମନ୍ତେ ପ୍ରାଣ ଦାନ କରିଛନ୍ତି। ଏହା ଆମେ ସତ୍ୟତା ଜାଣି ଯଦି ଆମେ ନିଜକୁ ସମର୍ପିତ ହେବା, ଆମେ ସଫଳ ହେବା। ତେଣୁ କେବେ ଆମେ ବିଫଳ ହେବା ନାହିଁ। ଯଦି ରୋଗ ଆସିବ, ଆମେ ପ୍ରାର୍ଥନା କରିବା ପ୍ରଭୁ ରୋଗରୁ ମୁକ୍ତ କରିବେ। ଯଦି ଅଭାବ ଆସିବ, ଆମେ ପ୍ରାର୍ଥନା କରିବା ପ୍ରଭୁ ଅଭାବ ମୋଚନ କରିବେ।
ଆଉ ବିଭିନ୍ନ ଅସାଧ୍ୟ କାର୍ଯ୍ୟ ସାଧନ ହବ। ଏହା ପ୍ରଭୁଙ୍କର ସମର୍ପିତ ଜୀବନର ଶକ୍ତି ଅଟେ। ତେଣୁ ମୋର ପ୍ରିୟ ମାନେ କାରବରରେ 4ଟି କ୍ରୁଶ ବିଷୟ ଆଜି ଆମେ ଆଲୋଚନା କରୁଛୁ। ପ୍ରଥମ ଥିଲା ପରିତ୍ରାଣର କ୍ରୁଶ। କ୍ରୁଶରେ ସାଧାରଣ ନଥିଲା, ପରିତ୍ରାଣର କ୍ରୁଶ। ଦ୍ୱିତୀୟ ଥିଲା ଆମେ ଦେଖିପାରୁଛୁ ଅନୁତାପ କରଣ କ୍ରୁଶ। ଆଜି ଅନୁତାପ ଯୋଗୁଁ ସେ ସ୍ୱର୍ଗ ରାଜ୍ୟ ଯେତେ ଦୁଷ୍କର୍ମ ବ୍ୟକ୍ତି ଥିଲେ ମଧ୍ୟ ଥିଲେ ମଧ୍ୟ ସେ ସ୍ୱର୍ଗକୁ ଯାଇପାରୁଛନ୍ତି। ଆଉ ତୃତୀୟ ଅଛି ଦଣ୍ଡର କ୍ରୁଶ। ଆଉ ଯେଉଁମାନେ ଆଜି ଅନୁତାପ କରନ୍ତୁ ନାହିଁ, ଗର୍ବ କରନ୍ତି, ଅହଙ୍କାର କରନ୍ତି, ନିନ୍ଦା କରନ୍ତି, ସେମାନଙ୍କ ପାଇଁ ମଧ୍ୟ ଦଣ୍ଡର କ୍ରୁଶ ଅଛି। ଆଉ ଚତୁର୍ଥରେ ଆତ୍ମସମର୍ପଣ କ୍ରୁଶ। କ୍ରୁଶ ଗୋଟେ ସାଧାରଣ ବ୍ୟକ୍ତି ନଥିଲା, ଏହା ସାଧାରଣ କ୍ରୁଶ ଗୋଟେ ସାଧାରଣ ନଥିଲା, ତାହା ଅତି ମନୁଷ୍ୟ ନିମନ୍ତେ ସଫଳର, ମନୁଷ୍ୟ ନିମନ୍ତେ ପରିତ୍ରାଣର, ମନୁଷ୍ୟ ନିମନ୍ତେ ଅନୁତାପ କରଣ କ୍ରୁଶ ଥିଲା। ଯଦି ଆମେ ଏଇ 3ଟା ବିଷୟ ନ କରିବା ଆମ ପାଇଁ ଦଣ୍ଡ ରହିଅଛି। ଆସୁ ମୋ ପ୍ରିୟ ମାନେ, ପ୍ରଭୁ ମହାନ ଅଟନ୍ତି। ସେ ଆପଣ ମୋ ପାଇଁ ଜୀବନ ଦେଇଛନ୍ତି। ଏହି କ୍ରୁଶର କଥା ଅନେକ ବାଇବଲ ଲେଖା ଅଛି, ତାହା ଆଲୋଚନା କରି ସରିବ ନାହିଁ। ତେଣୁ ଆସନ୍ତୁ ଆମେ ନିଜେ ନିଜକୁ ଆମେ ସମର୍ପଣ କରିବା, ପ୍ରଭୁଙ୍କର ଆମେ ସମର୍ପିତ ଜୀବନ ଆମେ କାଟିବା। ପ୍ରଭୁ ମହାନ ଅଟନ୍ତି। ସେ ସମର୍ପିତ ଜୀବନ ହିଁ ପ୍ରଭୁ ଆମମାନଙ୍କୁ ନିଶ୍ଚିତ ସଫଳ କରିବେ। ବିନା ସମର୍ପଣ ନ କରି ଆମେ କେବେ ସଫଳ ହେଇପାରିବାନି। ଅଛି ଆମେ କେତେ ବିଷୟ ଆମେ ସଫଳ ହଉଛୁ, କିନ୍ତୁ ଆଉ ଅଧିକ ସଫଳ, ସମ୍ପୂର୍ଣ୍ଣ ସଫଳତା ହେବା ପାଇଁ କେବଳ ସମର୍ପଣ ଜୀବନ ଆବଶ୍ୟକ ଅଛି। ପ୍ରଭୁ ଏ ଛୋଟ ଆଲୋଚନାରେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏହି ସମୟରେ ମୁଁ ଆଶା କରେ এই ବାକ୍ୟ ନିମନ୍ତେ ଆମମାନଙ୍କ ସହିତ ଜାଣ୍ଡୁ ଭାଇ ଅଛନ୍ତି, ସେ ପ୍ରାର୍ଥନା କରିବେ।